ओके, नमस्कार, गुड मॉर्निंग, जय आरसीएम, जय सुप्रभात। शंकर। जय श्याम। जय श्याम। बहुत 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 धन्यवाद आप मानक समस्त को। वंडरफुल मॉर्निंग। आपन परिवार बहुत सुखरे रहू, खुशी रे रहू, शांति रे रहू। आज समस्ते आम एकाठी हो जाइए, प्रॉपर टाइम रे आसीचे। समस्त को बहुत बहुत धन्यवाद। आज सुभाष सर फर्स्ट टाइम आम सहित आछुंती, ताको भी बहुत बहुत धन्यवाद। क्षीरद्र सर भी बरगढ़ आम सागर भी अच्छा, बहुत बहुत धन्यवाद सर आपको। अनिल सर ସମସ୍ତେ ଆସିଛନ୍ତି, ତ ବହୁତ ବହୁତ ଧନ୍ୟବାଦ ଆପଣ ମାନଙ୍କୁ ସମସ୍ତଙ୍କୁ। ଆ, ଆଜି ବହୁତ ବଢିଆ शुरुआत ଆଜି ସକାଳୁ ଯେତେ ବଢିଆ ମେଡିଟେସନ ମାଧ୍ୟମରେ ଆମକୁ ଶିଖାଗଲା ଗୁରୁକୁଳରେ, ଆମେ ତାର ବହୁତ ବଢିଆ ଅନୁଭବ ବି ଆମେ ନେଇପାରିଲେ। ଆଉ ତାର ଯୋଉ ଅନୁଭବ ଆମେ ଆମର ଯୋଉ ବିଚାରର ପରିବର୍ତ୍ତନ ହଉଛି, ଆମର ଯୋଉ ସଂସ୍କାରର ପରିବର୍ତ୍ତନ ହଉଛି, ଆରସିଏମ ଏତେ ବଢିଆ ଆମକୁ ଦଉଛି। ତ ସେ ବିଚାରକୁ ଆମେ ଶୁଣିବା। ମୁଁ ଏଇଥିପାଇଁ ଆମେ ଶୁଣିବା ଯେ ଆମେ ଗୁରୁକୁଳରେ ବସୁଛେ, ଜଣେ ଶିକ୍ଷକ ହିସାବରେ ଆମେ ବସୁଛେ। ଆଉ ଯେତେବେଳେ ଜଣେ ଶିକ୍ଷକ ହିସାବରେ ଆମେ ବସୁଛେ, ଆମେ ବି ଏ ଦୁନିଆକୁ କିଛି, ଏ ସମାଜକୁ କିଛି ନଲେଜ ବି ଦେଇପାରିବା। ଆଉ ସେ ନଲେଜ ଯଦି ଆମର ମନେ ରହିଥିବ ତ ଆମେ କହିପାରିବା। ତ ସେଥିଲାଗି ଆମେ ନିଜର ବିଚାର ଆମେ କହିବା କଣ ଆମେ ଶିଖିଲେ। ତ ଆଜି ଫାଷ୍ଟ ଷ୍ଟାର୍ଟ କରିବା ସାହୁ ଭାଇଙ୍କଠୁ ଷ୍ଟାର୍ଟ କରିବା। ସାହୁ ଭାଇ, ୱେଲକମ୍। କ୍ୟାମେରା ଅନ୍ କରିକି। ଆଜି ତ ମେଡିଟେସନ ଏତେ ସୁନ୍ଦର ଜିନିଷ ଦେଲେ ଯେ ମଣିଷ ଯଦି ମନରେ ବସେ, ଆମେ ବହୁ ପ୍ରକାର ରୋଗରୁ ଯୋଉ ମୂଳାଧାର ଚକ୍ର ଠାରୁ ଜ୍ଞାନ ଚକ୍ର ପର୍ଯ୍ୟନ୍ତ ଯୋଉଗୁଡିକ ଆଜି କହିଲେ, ସେ ଏତେ ଭଲ ଲାଗିଲା ଯେ ସମସ୍ତେ। କ୍ୟାମେରା କାହିଁ ଅନ୍ ହଉନି? ହଁ, କୁହନ୍ତୁ କୁହନ୍ତୁ, ଆପଣ କୁହନ୍ତୁ। କ୍ୟାମେରା, ହଁ କୁହନ୍ତୁ। ତେଣୁ ଏଇ ଯୋଉ ଟିକେ ମୂଳାଧାର ଚକ୍ରରୁ ଜ୍ଞାନେନ୍ଦ୍ରିୟ ଚକ୍ର ପର୍ଯ୍ୟନ୍ତ ଯୋଉ ଯୋଉ ମେଡିଟେସନ କରାଗଲା, ସିଏ ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ଆମ ପାଇଁ ଗୋଟେ ବହୁତ ଭଲ ଜିନିଷ। ଆମେ ମେଡିଟେସନରେ ବସିବା ନିହାତି ଆବଶ୍ୟକ, ଯାହାଫଳରେ କି ଆମେ ବହୁତ ବଡ ସକ୍ସେସ୍ ହେଇଯାଇପାରିବା। ମେଡିଟେସନ ମାଧ୍ୟମରେ ନିଜକୁ ନିରୋଗ ରଖିପାରିବା। ନିରୋଗ ରଖିବାର ଗୋଟେ ବଢିଆ ମାଧ୍ୟମ ମେଡିଟେସନ। ସେ ମେଡିଟେସନ ପ୍ରତି ମୂଳାଧାର ଚକ୍ର ଠାରୁ ଆରମ୍ଭ କରି ଯୋଉ ଜ୍ଞାନେନ୍ଦ୍ରିୟ ଚକ୍ର ପର୍ଯ୍ୟନ୍ତ ସବୁ ଯାକ ବଢିଆ ସୁନ୍ଦର ଭାବରେ ଆଜି ବୁଝେଇଲେ। କେମିତି ବସିବା ଦ୍ୱାରା କଣ କଣ ଆମେ ବେନିଫିଟ ପାଉଛେ ସେଗୁଡା ସବୁ ଡିଟେଲ୍ସ କହିଲେ, ଯାହାଫଳରେ କି ଆମମାନଙ୍କ ପାଇଁ ବହୁତ ଆନନ୍ଦର କଥା ଏବଂ ନିଜେ ସୁସ୍ଥ ରହିବାର ଗୋଟେ ମାଧ୍ୟମ। ଏଇ ମାଧ୍ୟମଟାକୁ ଯଦି ଆମେ ଯେତେ ଲୋକଙ୍କୁ ବାଣ୍ଟି ପାରିବା, ସେଇଟା ବହୁତ ବଢିଆ ସକ୍ସେସ୍ ହେଇଯାଇପାରିବ। ତା ସହିତ ଆମର ଗ୍ୟାସେସ ର ପ୍ରୋବ୍ଲେମ, ଯାହା ଯାହା ଆମ ଗ୍ୟାସେସ ବିଷୟରେ ଜାଣିଥିଲେ, ସିଏ ମଧ୍ୟ ଏହା ମାଧ୍ୟମରେ ଗ୍ରୋଥ ବି ହେଇପାରିବା। ତେଣୁ ଗ୍ୟାସେସ ର ଫର୍ମୁଲାକୁ ମେଡିଟେସନ ସହ ସମ୍ପର୍କ କଣ ନା, ମେଡିଟେସନ ଦ୍ୱାରା ଆମେ ଗ୍ରୋଥ ବି କରିପାରିବା, କାହିଁକିନା କିଛି ଲୋକଙ୍କୁ ଆମେ ସଂଶ୍ଳିଷ୍ଟ କରିପାରିଲୁ। ଖବରଠୁ ସତ୍ୟ। ଓକେ, ଥ୍ୟାଙ୍କ ୟୁ। ଆରତି ଅପା। ଜୟ ଶ୍ୟାମ। ଆଜି ମାନେ ବିଗତ ବୋଧେ 15-20 ବର୍ଷ ହବ ମୁଁ ଧ୍ୟାନ କରି ଆସୁଛି। ଆଉ ଏବେ ମୋ ଟାଇମ ରଖିଦେଇଛି, 4:30ରେ ମୁଁ ଧ୍ୟାନରେ ବସେ। ଧ୍ୟାନ, ତାପରେ ୟୋଗା, ସବୁ ଗୋଡର ଏକ୍ସରସାଇଜ, ଆଣ୍ଠୁ ଗଣ୍ଠି ଯୋଉ ଦରଜ, ତାର ବି ସବୁ ଯାକ ମୁଁ କରେ। କିନ୍ତୁ ଧ୍ୟାନ କରିବା ଦ୍ୱାରା ଆମର ଏତିକି ବେନିଫିଟ ହଉଛି, ଆମ ମନକୁ ଆମେ ଶାନ୍ତ ରଖିପାରୁଛେ। ତାପରେ ଦୁଇରେ ଆମକୁ ଭଲ ନିଦ ହବ ଧ୍ୟାନ କରିବା ଦ୍ୱାରା। ଆମର ଷ୍ଟ୍ରଙ୍ଗନେସ୍ ପାୱାର ବଢିବ, ସେ କହୁଛନ୍ତି। ଆଜି ଯାହା ଏସ୍ ରଞ୍ଜନ କହୁଥିଲେ। ତାପରେ ଏନର୍ଜି ଚକ୍ର, ଏନର୍ଜି ଆମର ମାନେ ଆମ ଦେହ ଭିତରେ ପ୍ରବେଶ କରୁଛି। ତାପରେ ଆମେ ଯୋଉ ନିଶ୍ୱାସଟାକୁ ଇନହେଲ କରୁଛେ, ପୁଣି ତାକୁ କଣ କରୁଛେ, ଏକ୍ସେଲ କରୁଛେ। ପୁଣି ନିଶ୍ୱାସଟାକୁ ବେଲିକି ନଉଛେ, ବେଲି ପୁଣି ଆମେ ବେଲି ଇନ୍ କରୁଛେ ନିଶ୍ୱାସଟାକୁ, ପୁଣି ବେଲିରୁ ଆଉଟ କରୁଛେ। ଏଇଟା ଗୋଟେ ହଉଛି ତାର ପ୍ରୋସେସ। ଏଇଟା କରିବା ଦ୍ୱାରା ଯୋଉ ଆମର ମାନେ ଇଏ ହଉଛି, ସେଟା ଭଲ। ତାପରେ ଏମିତି ବି ଆମର କଣ ଅନୁଲୋମ ବିଲୋମ ଇଏ ସବୁ ହେଲା ଅଲଗା। ୟୋଗା, ୟୋଗା ସାଙ୍ଗେ ଯିବ। ଧ୍ୟାନରେ ବସିବା ଦ୍ୱାରା ତମେ ଗୋଟେ ମନ ମଧ୍ୟରେ ଗୋଟିଏ ମାନେ ଆମର ଦୁଇ ଭୁଲତା ମଝିରେ ହଉ
ନହେଲେ ଦି ନାକପୁଡ଼ା ମଝିରେ ହଉ ଆମେ ଗୋଟିଏ ପଏଣ୍ଟକୁ ଆମେ ତାକୁ ପଏଣ୍ଟ କରିକି ସେଇଟାକୁ ଆମେ ଧ୍ୟାନରେ ବସିବା ଦରକାର। ତେଣୁ ଧ୍ୟାନ କରିବା ଦ୍ୱାରା ଆମର ମାନେ ଶରୀରର ଯୋଉ ଉର୍ଜାଟା ଆମକୁ ପାଉଛି, ମାନେ ନିଜକୁ ସୁସ୍ଥ ରଖିବା ପାଇଁ ଏଇଟା ଗୋଟେ ବେଷ୍ଟ ଇଏ। ତାପରେ ଡକ୍ଟର ଏସ୍ ରଞ୍ଜନଙ୍କର ଯୋଉ ତାଙ୍କର ଯୋଉ ଅଛି ଆପ୍ଟା, ପିଏମ୍ ଆପ୍ଟା, ତାକୁ ବି ଅନ୍ କରିକି ଯୋଉମାନେ କରିପାରିବେ ଭଲ। ଆମେ ତ ରୀତିମତ କରୁଛୁ, ତେଣୁ ଗୁରୁକୁଳ ଆସିବା ଦ୍ୱାରା ଆଉ ଟିକେ ଅଧିକା ଶିଖୁଛୁ ଆଉ କଣ, ଓକେ, ଏତିକି କହୁଛୁ। ଥ୍ୟାଙ୍କ ୟୁ। ମିତାଞ୍ଜଳି ମ୍ୟାଡ଼ାମ, ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର, ଜୟ ଆସେନ ସାର୍। ନମସ୍କାର ଆଜ୍ଞା, ଜୟ ଆସେ। ମୁଁ ମୁଁ ତ ସାର୍ ମୁଁ କହୁଥିଲି ନା, ମୁଁ ଶିବ ଯୋଗ କରେ ସାର୍। ଶିବ ଯୋଗର ଗୋଟେ ମନ୍ତ୍ର ଅଛି, ଯାହାର ବି ଦେହ ଖରାପ ହବ ଆପଣ ମାନେ ଧ୍ୟାନରେ ବସିକିରି ଇଏ କରିବେ, ସେ ଲୋକ ନିଶ୍ଚୟ ଭଲ ହବ। ଆଉ ହେଲେ ବା ଯୋଉ କହିଲା ସିଏ ବି ତାର ଯୋଗରେ ରହେ। ଆଉ ସାର୍ ମେନ୍ ହେଲା ମୁଁ ଜାଣିବାରେ ସାର୍, ଯିଏ ମାନେ ଧ୍ୟାନରେ ରହୁଥିବ, ଯୋଗରେ ରହୁଥିବ, ତାର କେହି ମାନେ କଣ କହିଲେ ଶତ୍ରୁ ନଥିବେ। ମୋ ଅନୁଭବରେ ସାର୍ ମୁଁ କହୁଛି। ଆଉ କଣ କହିବି ସାର୍, ଯୋଗ ଦ୍ଵାରା ଦେହ ନିଶ୍ଚୟ ହବ। ମେନ୍ ହେଲା ମୂଳାଧାର ଚକ୍ରରେ ବସି ଓମ୍ ଯୋଉ ଉଚ୍ଚାରଣ ଟା, ସେଇଟା ସବୁଠାରୁ ବେଟର। ସାର୍ ନମସ୍କାର ସାର୍। ଓକେ, ଥ୍ୟାଙ୍କ ୟୁ। ସୁକାନ୍ତ ବାବୁ, ଆଜ୍ଞା ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର ସାର୍, ଜୟ ଶ୍ରୀ। ଜୟ ଆସେ। ସାର୍ ଆଜି ବହୁତ ଗୁଡା କଥା କହିଲେ ଆମର, ମୁଁ ବି ଦେଖୁଥିଲି ଆମର ଯୋଗ ପ୍ରାଣାୟାମ ଦ୍ଵାରା ସାର୍ ଆମର ଶରୀର ଆମେ ସୁସ୍ଥ ରଖିପାରିବା। ଆଗ କାଳରେ ମୁନି ଋଷି ମାନେ ଯୋଗ ପ୍ରାଣାୟାମ କରିକି ସେମାନେ ଶହ ଶହ ବର୍ଷ ନିରୋଗ ରହୁଥିଲେ। ସେମାନଙ୍କର କୌଣସି ମେଡିସିନ ଜିନିଷ ୟୁଜ କରୁନଥିଲେ। ସେଥିପାଇଁ ଆମ ସମସ୍ତଙ୍କୁ ଯୋଗ ପ୍ରାଣାୟାମ ନିହାତି କରିବା ଦରକାର। ଯୋଉ ସାତଟା ଚକ୍ର କହିଲେ, ସାତଟା ଚକ୍ରକୁ ଆମେ ପ୍ରାଧାନ୍ୟ ଦେଲେ, ମୂଳାଚକ୍ର ଜ୍ଞାନ ଚକ୍ର ପର୍ଯ୍ୟନ୍ତ ସେ ସବୁ ଚକ୍ରକୁ ଇଏ କରିବେ। ଆଉ ଯୋଉ ଫୁଲ ଅଛି ଆମର ସବୁ, ସେଟା ମୁଁ ସ୍କ୍ରିନଶଟ ମାରି ପଠାଇଛି। ସେ ଫୁଲକୁ ସେ ଧ୍ୟାନ କଲେ ବି ଆମର ଥାଇରଏଡ, ଡାଇବେଟିସ୍, ବ୍ଲଡ ପ୍ରେସର, କୋଲେଷ୍ଟ୍ରଲ, ଏଇ ଜିନିଷ ବି ସବୁ ଜିନିଷ ଆମେ ଧ୍ୟାନ ମାଧ୍ୟମରେ ଆମେ ବି ସୁସ୍ଥ କରିପାରିବା। ଆଉ ଗୋଟେ ଜିନିଷ, ଆପଣ ଯଦି ସବୁଦିନ ସକାଳୁ ଧ୍ୟାନ ଯୋଗ କରୁଥିବେ, ପ୍ରାଣାୟାମ କରୁଥିବେ, ସକାଳେ ଦେଖନ୍ତୁ ଆପଣ ଦିନଟା ଆପଣ ବହୁତ ବଢିଆ ହାଲକା ଲାଗିବ। ଆଉ ଦିନଟା ପ୍ରାରମ୍ଭରେ ଯଦି ଭଲ ଲାଗିଲା, ଆପଣ ଦିନ ଯେକୌଣସି କାମ କରିବେ ସେଥିରେ ସକ୍ସେସ୍ ଆପଣ ନିଶ୍ଚିତ ହେଇପାରିବେ। କାରଣ କଣ କି, ଆପଣଙ୍କର ଯେତେବେଳେ ସକାଳ ମର୍ଣ୍ଣିଂ ଟା ଯଦି ଆପଣଙ୍କର ଭଲ ଇଏ ହେଇଗଲା, ଦିନଟା କାମ ହାଲକା ଲାଗିବ। ଆପଣଙ୍କୁ ପୁରା ଯୋଉ କାମଟା ଆପଣଙ୍କର ମାନେ ସାହସ ପାଉନଥିବ କରିବା ପାଇଁ, ସେଇଟା ଆପଣଙ୍କର ସାହସ ଗୋଟେ ଆପଣ ଯୋଗେଇ ଦବ। ସେଥିପାଇଁ ସବୁଦିନ ସକାଳୁ ଆମର ପ୍ରାଣାୟାମ, ଯୋଗ ଆଉ ଆମର କରିବା ଦରକାର। କଲେ ଆମେ ସୁସ୍ଥ ରହିପାରିବା। ଆମେ ସମାଜରେ ଏଟାକୁ ଆମର କେମିତି ପ୍ରଚାରିତ କରିବା, ସେଇଟା ହଉଛି ଆମର ମୂଳ ମନ୍ତ୍ର। ଓଭର ଟୁ କ୍ଲିୟର ସାର୍। ଓକେ, ଥ୍ୟାଙ୍କ ୟୁ। ଶର୍ମିଷ୍ଠା ମ୍ୟାଡ଼ାମ, ଅନମ୍ୟୁଟ୍ କରନ୍ତୁ ମ୍ୟାଡ଼ାମ। ଜୟ ଆସେନ। ଜୟ ଆସେ। ସାର୍ ଆଜିର ପ୍ରୋଗ୍ରାମ ଟା ବହୁତ ଭଲ ଲାଗିଲା। ମୂଳାଧାର ଚକ୍ର ଠାରୁ ଆରମ୍ଭ କରିକି ଜ୍ଞାନେନ୍ଦ୍ରିୟ ଚକ୍ର ପର୍ଯ୍ୟନ୍ତ ସାର୍ ଯୋଉ ଆମକୁ ଟିପ୍ସ ତା ଉପରେ ଦେଲେ, ମାନେ ବହୁତ ଭଲ ଲାଗିଲା। ଆଉ ପ୍ରକୃତରେ ସାର୍ ଯୋଉ କହିଲେ ଧ୍ୟାନକୁ ଆମର କଳ୍ପ ବୃକ୍ଷ କାମଧେନୁ ବୋଲି କୁହାଯାଏ, ସେଇଟା ବି 100% ରାଇଟ୍। ମେଡିଟେସନ ଦ୍ଵାରା ଆମ ଶରୀରର ଉର୍ଜା ମାନେ ବଢିବ, ଆମେ ନିରୋଗ ରହିପାରିବା, ଏନର୍ଜି କାପାସିଟି ବଢିବ, ମନକୁ ବି ଶାନ୍ତ ଲାଗିବ। ଆମେ ଯୋଉ ଟେନସନ ଦିନ ଯାକ ମାନେ ରହୁଛେ, ସେଥିରୁ ବି ଆମେ ମୁକ୍ତି ପାଇପାରିବା। ତେଣୁ ମତେ ବହୁତ ଭଲ ଲାଗିଲା। ଆଜି ତ ଏଇଟା ମୋର ପ୍ରଥମ ମାନେ ଦିନ ଏଇ ଯୋଉ ମାଇଣ୍ଡ ଗେମିଂ ଉପରେ, ଧ୍ୟାନ ଉପରେ ଏଇ ପ୍ରୋଗ୍ରାମ ଟା ମୁଁ ଆଜି ଦେଖିଲି, ମତେ ବହୁତ ଭଲ ଲାଗିଲା। ଥ୍ୟାଙ୍କ ୟୁ ସାର୍। ଓକେ, ଥ୍ୟାଙ୍କ ୟୁ। ନମିତା ମ୍ୟାଡ଼ାମ, ସାର୍ ନମସ୍କାର, ନମସ୍କାର ମ୍ୟାଡ଼ାମ। ଜୟ ଆସେନ। ସାର୍ ବହୁତ ଭଲ ଲାଗିଲା, ଆଜି ଯୋଗ ସେକ୍ସନ ଆଜି ଯୋଉ ଶିଖେଇଲେ ବହୁତ ଭଲ ଲାଗିଲା ଦେଖିକିରି। ଆଉ ବହୁତ ଶାନ୍ତି ଲାଗିଲା ବି ଦେଖିକିରି। ମୁଁ ଭାବୁଛି ତାକୁ ପୁରା ଭଲ ଭାବେ ଦେଖିକିରି ମୁଁ ନିଜେ ନିଜେ ପ୍ରିପେୟାର ହେବି ବୋଲି ଚିନ୍ତା କରୁଛି। ରହିଲେ ମୋ ଦେହଟା କେମିତି ଭଲ ରହିବ ସବୁବେଳେ, ନିରୋଗୀ ରହିଲେ ମୁଁ ଆଗକୁ ଯୋଉ କାମ ଚିନ୍ତା କରୁଛି ସେମିତି ଭଲରେ ହବ, ଆଉ ଟେନସନ ମୁକ୍ତ ହେବି। ଆଉ କଣ, ଯୋଗ ଦ୍ୱାରା ସବୁ କିଛି ଆମର ନିରୋଗ ହେଇକି ଆମେ ରହିବୁ ସବୁବେଳ ପାଇଁ। ଯଦି ଯୋଗ ଆମର ସବୁ ଠିକ ଟାଇମରେ ଆମେ ଯୋଗ ସାଧନା କରିବୁ, ତାହେଲେ ସବୁ ଉପକାର ଜିନିଷ ଆଗକୁ ଆମେ ଭଲରେ ରହିପାରିବା, ସୁସ୍ଥ ଶରୀର ଗୋଟେ ନେଇକିରି ରହିବା।
ସାର୍ ଏତିକି ଓକେ, କହୁଛି। ଥ୍ୟାଙ୍କ ୟୁ। ପ୍ରବୀଣ ମ୍ୟାଡ଼ାମ, ଆଜ୍ଞା ସାର୍ ନମସ୍କାର। ନମସ୍କାର ମ୍ୟାଡ଼ାମ। ସାର୍ ଆଜି କଣ ଆଉ ଯୋଗାସନର କଣ ଆଉ ମାନେ ଉପମା ଦବା ଆଉ ମାନେ ଚିନ୍ତା କଲେ ଚିନ୍ତା କରିବେନି। ମୁଁ ତ ଏତେ କରେନି ଯୋଗ, କିନ୍ତୁ ଟିକେ ଏକ୍ସରସାଇଜ କରେ, ଘଣ୍ଟେ ଅଧଘଣ୍ଟେ ଟିକେ ଚାଲେ, ୱାକ୍ କରେ। କିନ୍ତୁ ମୁଁ ଭାବୁଛି ସେଟାକୁ ବସିକି କଲେ ହନ୍ତା। କିନ୍ତୁ ସାର୍ ମୋର ଚାଲିବାରେ ଯୋଉଟା ଆସୁଛି, ମୁଁ ଆଉ ଏତେ ସମୟ ବସିକି ଯୋଗାସନରେ ମୁଁ କରିପାରୁନି। କିନ୍ତୁ ଘରେ ଯଦି ଅଧଘଣ୍ଟେ ପ୍ରାଣାୟାମ ଏଇ ଯୋଉ ଯୋଗାସନ କରୁଛି, କାରଣ ସାର୍ ବୟସ ଅନୁସାରେ ଲମ୍ବା ଲୋକ ତ ଅଣ୍ଟା ପିଠି ଆଗ ଧରୁଛି, ସେଗୁଡା କରୁଛି। ତାପରେ ଟିକେ ଚାଲିବା ପରେ ହିଁ ମତେ ଟିକେ ହିଁ ଭଲ ଲାଗୁଛି। ଆଉ ମୁଁ ଯୋଗ କରୁଛି, ଅଳ୍ପ ଅଳ୍ପ କରୁଛି ଆଉ କଣ। କିନ୍ତୁ ବହୁତ ଭଲ ଶିଖଉଥିଲେ, ତାକୁ ଦେଖିକି ପୁରା ମାନେ ଇଚ୍ଛା ହଉଛି ଯେମିତି ମାନେ ଯୋଗାରେ ବସିଯିବୁ, ଆଉ କିଛି ମାନେ ଉଠିବା ବି ଦରକାର ନାହିଁ। ଥ୍ୟାଙ୍କ ୟୁ ସାର୍। ଧୀରେ ଧୀରେ ଅଭ୍ୟାସ କଲେ ହେଇଯିବ। ହଁ ଆମର ହଁ, ଧୀରେ ଧୀରେ ସେ ଅଭ୍ୟାସ କରିଦେଲେ ଆସିବ। କିନ୍ତୁ ପିଏମସି ଧୀରେ ଧୀରେ ହିନ୍ଦୀ, କରିବା। ପିଏମସି ହିନ୍ଦୀ ଗୋଟେ ହଁ। ଚ୍ୟାନେଲ ଅଛି। ସେ ଚ୍ୟାନେଲକୁ ହୁଁ ବି ଆମେ ଯଦି ଆପ୍ଟା ହୁଁ। ଡାଉନଲୋଡ କରିବା, ତ ସେଥିରେ ବି ହଁ ଆମେ ପ୍ରତ୍ୟେକ ଦିନ ଆମେ ୟୋଗା କରିପାରିବା। ବହୁତ ବଢିଆ କଥା। ହଁ। ଯୋଉମାନଙ୍କର ନିଦ ହଉନି ଠିକ ଭାବରେ, ତ ସେମାନେ ଇଏ ଯୋଗ ନିଦ୍ରାର ଆଜି ବି କହୁଥିଲେ, ସାର୍ କହୁଥିଲେ ଆଜି ଯେ କେହି ପଚାରିଲେ, ଜଣେ ସେ କହିଲେ କେମିତି ଯୋଗ ନିଦ୍ରା ବିଷୟରେ। ବହୁତ ସେ ବଢିଆ। ଭଦ୍ର ଲୋକଙ୍କୁ ପଚାରିଲେ ତାଙ୍କ ମିସେସଙ୍କର କଣ ହେଇଛି, କିନ୍ତୁ ତାଙ୍କ ଉପରେ ହାତ ଦେଇକି ସେ ଶୋଇ ଯୋଗ ନିଦ୍ରା କରିଯାଉଛନ୍ତି, ସେଇଟା ବିଷୟରେ ବି ସେ କହୁଥିଲେ। ତାପରେ ଭଲ ଲାଗିଲା ଶୁଣିକି ଯେଟା ବହୁତ ଭଲ। ବଢିଆ ରେଜଲ୍ଟ ହଁ ବି ସେ ଜଣେ ବେଙ୍ଗଲୀରେ କହୁଥିଲେ କି ହଁ ବେଙ୍ଗଲୀରେ କହୁଥିଲେ। ହଁ ମାନେ ମୁଁ ୟୋଗା ସେଇ କରି ସାର୍ ସାରିଲା ପରେ ଚଲା ଯୋଉ ଜାଗାରେ ତାଙ୍କର କଷ୍ଟ ହଉଛି, ସେଇ ଜାଗାରେ ସେ ଯଦି ହଁ ହାତ ପୋଛି ବୁଲଉଛନ୍ତି, ତ ତାଙ୍କର ଅଟୋମେଟିକ ତାଙ୍କର ସେ ରୋଗ ବି ଧୀରେ ଧୀରେ କମି ବି ଗଲା। ଏଟା ବି ଗୋଟେ ବହୁତ ହଁ ବଢିଆ କଥା। ସେ ଇଏ କହୁଥିଲେ, ଆମକୁ ସେ କଥା ବହୁତ, ସେ କହୁଥିଲେ। ଆଜ୍ଞା ଆଜ୍ଞା, ଓକେ, ଥ୍ୟାଙ୍କ ୟୁ ସାର୍। ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ। ସୁଭାଷ ସାର୍। ହଁ ସାର୍। ହଁ ସାର୍। ସାର୍ ଆଜ୍ଞା। ମୁଁ ତ ଟିକେ ଲେଟ୍ରେ ଦେଖୁଥିଲି ସେ ତାର ଏନାଲିସିସ୍ ସମୟରେ। ଖାଲି କ୍ୱେଶ୍ଚନ କେତେ ଯେତେବେଳେ କରିବା, ଦିନକୁ 2 ଥର କରିବା କଥା। ତାପରେ ଯଦି ଟାଇମ୍ ମିଳୁନି, ଯେକୌଣସି ସମୟରେ ବି କରାଯାଇପାରିବ। ଠିକ କହୁଥିଲେ। ଆପଣ ତ ଆଜି ବହୁତ ମୋ ପାଖରେ ଟିକେ ପଡିଲା। ଆପଣ ତ ବହୁତ ହେଡଷ୍ଟ୍ରଙ୍ଗ ଅଛନ୍ତି, ଆପଣଙ୍କୁ ଏଇଟା ବହୁତ ଇଜି ହେଇଯିବ। ଓକେ ପ୍ରାଣାୟାମ କରେ ସବୁ। ଓକେ ଓକେ, ଥ୍ୟାଙ୍କ ୟୁ। କ୍ଷୀରୋଦ୍ର ସାର୍, ସାର୍ ଆଜି ଫାର୍ଷ୍ଟ ଟାଇମ୍ ଆମ ସାଙ୍ଗରେ ଅଛନ୍ତି। ସାର୍ ଅନମ୍ୟୁଟ୍ କରନ୍ତୁ। ସାର୍ଙ୍କର କିଛି ଗୋଟେ ପ୍ରୋବ୍ଲେମ୍ ଅଛି। ଓକେ, ଅନିଲ ସାର୍, ଆପଣଙ୍କ ଅନମ୍ୟୁଟ୍ କରନ୍ତୁ। ମର୍ଣ୍ଣିଂ ଭାଇ, ସାର୍ ଜୟ ଜଗନ୍ନାଥ, ନମସ୍କାର। ନମସ୍କାର ସାର୍। ମୁଁ ପ୍ରଥମ ଥର ଆସିଛି। ଯୋଉ ଯୋଗ ପ୍ରାଣାୟାମ ଉପରେ ସେ ଯୋଉ ହଉଛି ଆମର ଗୁରୁକୁଳ, ସେଟା ମୁଁ କେବେ ଦେଖିନି। ଆଉ ଏଇଟା ଧ୍ୟାନ ଟା ଜାଣିଛି, ମୁଁ ନିଜେ ଧ୍ୟାନ ବି କରେ। ଧ୍ୟାନ କରିବା ଦ୍ୱାରା ମନ ତ ନିଶ୍ଚିତ ଭାବେ ଶାନ୍ତି ମିଳେ। ଆଉ ଫାଷ୍ଟ ଟାଇମ୍ ଆସିଛି, ନିଶ୍ଚିତ ଏଇଟା ଦେଖିବି। ଆଉ ମୁଁ ତ ଜାଣିନଥିଲି ଏମିତି ପ୍ରୋଗ୍ରାମ ହଉଛି ଏଥିରେ, ଯୋଉ ଗୁରୁକୁଲ କଣ ହଉଛି। ଆଉ ଆପଣଙ୍କର ଏଇଟା ପର୍ସନାଲ ମିଟିଂ ରୁମ୍ ବି ହଉଛି, ସବୁଦିନ 7:30ରେ ଓପନ ବୋଲି। ତ ଆସିବି, ସବୁଦିନ ଆସିବି, ନିଶ୍ଚିତ ଦେଖିବି। ମୁଁ ନିଶ୍ଚୟ କରିବି। ଥ୍ୟାଙ୍କ ୟୁ। ଆମେ ଓକେ। ବହୁତ ଖୁସି ଅନିଲ ଆଇଛି ବୋଲି। ବହୁତ ବଢିଆ। ନାଇଁ, ବହୁତ ବଢିଆ। ଆପଣ ମାନେ ରେଗୁଲାର ଆସନ୍ତୁ। ଆସିଲେ ବହୁତ ସାରା କଥା ଆମେ ସକାଳୁ ସକାଳୁ ଆମ ବିଚାରର ପରିବର୍ତ୍ତନ ହେଇପାରିବ, ଆମେ ଚେଞ୍ଜ ହେଇପାରିବା। ବହୁତ କିଛି ନିଶ୍ଚିତ। ଡେଭଲପ ବି କରିପାରିବା, ଦେଶ ଗଠନ କରିବାରେ ବି ଆମେ ହେଲ୍ପ କରିପାରିବା। କ୍ଷୀରୋଦ୍ର ସାର୍ କୁହନ୍ତୁ ସାର୍। ଆଜ୍ଞା ନମସ୍କାର। ନମସ୍କାର ସାର୍। ସାର୍ ଆସିଗଲା। ଆଜ୍ଞା କୁହନ୍ତୁ। ବୋଲେ ଆଜ୍ଞା ଆମେ ମାନେ ଆମେ ଆଧ୍ୟାତ୍ମିକ ଲାଇନ କେ ଯଦି ନାଇଁ ଯିମା, ଆଜ୍ଞା ଆମର ମାନେ ସକ୍ସେସ କେନ୍ସି ଟାଇପ ର ସକ୍ସେସ ନାଇଁ ପାରେ। ହ୍ୟାଲୋ। ଆଜ୍ଞା ଆଜ୍ଞା, ଶୁଣୁଛି, କୁହନ୍ତୁ। ତ ଆମେ ସମସ୍ତେ ମାନେ
आमे आध्यात्मिक लाइन रे भगवान प्रति आमे करी करी आमे योग प्राणायाम जे जहा करू न करू गोटे ध्यान हमको दरकार है ध्यान किछि 5 मिनिट हो 10 मिनिट हो आमे डेली ध्यान करमा हमर माइंड स्थिर हेबा हमर सब काम सक्सेस है करी शरीर ठीक रहबा सुस्त रहबा मन भी सुस्त रहबा आज्ञा आमे सब क्षेत्र रे आगे पारमा आज्ञा नमस्कार आज्ञा बहुत बढ़िया बहुत बढ़िया। थैंक यू। बहुत बहुत आज्ञा धन्यवाद आज्ञा आपण मानक समस्तଙ୍କୁ। प्रत्येक दिन आमे ध्यान करिवा द्वारा हमर गोटे किछि गठनमूलक चिंताधारा भी हेई परिबो। हमर निजर शरीर तो सुस्थ हेई परिबो आ सबटु बड़ कथा जे हम प्रियजन माननकु जेतेबेले आमे हमर भल पाइबा को आमे पठेइबा तो सेमानक प्रति आमे गोटे बहुत बढ़िया संबंध भी हेई परिबो बहुत बड़ रिलेशन भी बहुत बढ़िया हेई परिबो। तो प्रत्येक दिन आमे ଆମର ସାଥୀ ମାନଙ୍କୁ ଯଦି ଆମେ ଗୁରୁକୁଳରେ ଇନଭଲ୍ଭ କରୁଛେ ତାହେଲେ ଜୀବନର ଉନ୍ନତି ଏ, ପ୍ରଥମ ସକାଳୁ ହିଁ ଆମେ କିଛି ଗୋଟେ ଭଲ ଉନ୍ନତି ଚିନ୍ତା କରିପାରିବା। ଏ ଦେଶ ବି ବହୁତ ବଢିଆ ଗଠନ ବି ହେଇପାରିବ, ଦେଶ ବି ଉନ୍ନତି ବି ହେଇପାରିବ। ଓକେ, ସାର୍ ଆମ ସାଙ୍ଗରେ ଅଛନ୍ତି। ସାର୍ ପ୍ଲିଜ ୱେଲକମ୍ ସାର୍, ଚାନ୍ଦ ସାର୍। नमस्कार नमस्कार समस्तଙ୍କୁ ଜୟ ସିଂ ସାର୍। नमस्कार जय आरसीएम। आज प्रति बुधवार भली आज मेडिटेशन उपरे भल डिस्कशन सब है भल भाव साइंटिफिकली बुझेले आपण माने समस्त तो सब देखी बुझी जानी मेडिटेशन केते आम स्वास्थ्य पाई मन पाई सब सफलता पाई मेडिटेशन बहुत माने जरूरी दरकार। यदि प्रत्येक सकाळे किछ समय मेडिटेशन करती 20-25 मिनिट आधा घंटा मेडिटेशन करती तेबे चमत्कार तार रिजल्ट हुए कथा स्वामी विवेकानंद जी कहते आम सब स्कूल कॉलेज रे सब हमर भी मेडिटेशन सब कोर्स सब चलुला आम करूँ सब शुणुलु सब। स्वामी जी कहते जेकोसी कार्य सफलता हासिल करिवार मूल होची एकाग्रता। जेकोसी काम एटा साधारण समस्ते बुझी पारुथिबे जदि माइंड जदि कॉन्सेंट्रेटेड हेकि रहिबो फोकस गोटे ऊपर फोकस जदि रहिबो ताले आमे जेकोसी काम करले मध्ये सफलता पाइबा। से फोकस बा कॉन्सेंट्रेशन बा एकाग्रता अभ्यास करिया दरकार। तो स्वामी जी विवेकानंद जी कहते जे शिक्षार मूल हूँ एकाग्रता बा ध्यान। एकाग्रता जदि आसीगला ताले जेकोसी भल भल काम आमे करि परिबा। ता छड़ा मेडिटेशन रो आहुरी मध्ये अनेक किछि विषय तो डिस्कशन हेइछि आपण माने जानि जदि तथापि आमे जदि ओवरऑल देखिबा स्वास्थ्य पई हमर मानसिक पई मेडिटेशन रो कौन कौन उपकार मान मानसिक अवस्था को माने स्ट्रेस एंजाइटी जो हमर चाप चिंता अवसाद को मुक्ति मिले जदि सकाळे आधा घंटा आम मेडिटेशन करवा सब मुक्ति मिलिबो। मन को स्थिर रखिबो तापरे हमर जो आम सब इमोशनली संतुलन को मध्य रखिबो। एटा गोटे बड़ कथा हमर जो इमोशनल हेकि आम सब भूल भाल चिंताधारा मन भितर पसे नेगेटिविटी पॉजिटिविटी एटा सब ताकू कंट्रोल करिवो जदि आमे एकाग्रता अभ्यास करिवा। एटा गोटे बड़ कथा। तापरे आत्म सचेतनता सेल्फ अवेयरनेस जो नियमित अभ्यास करले कोन होय ना मनुष्य निज को चिन्हि परिवो। एटा गोटे बड़ कथा। हमर आमे जा ए विषय एतिकी जानिछु जानिछु जे जदि निजको आमे जानिबा जे हमर कोन आमे भूल करूचे कोन ठीक करूचे ताले आमे सुधारी परिबा। जानिले तो सेल्फ अवेयरनेस जागु कहंदी निजको जदि आमे जानि परिबा से जानिबा केमते जदि आमे एकाग्रता अभ्यास करिबा ताले आमे निजको जानि परिबा जे हमर भूल कोठी होची हमर ठीक कोठी होची आमे कोन भूल करूचे। अनेक कथा आमे साधारणतः आपण माने जानती एटा कॉमन सेंस कथा जे आमे जानू जे एई काम करवा उचित नुहे ए काम करिले एभली काम करिले एभली अभ्यास करिले हमर क्षति हबो तथापि आमे करू। जेमतिका सिगरेट स्मोकिंग इज इंजरियस टू हेल्थ से लिखा है किंतु आमे से जानू सेटा आमे
ଲୋକମାନେ ତାକୁ ଜାଣି ଶୁଣିକରି ମଧ୍ୟ ଭୁଲ କାମ କରନ୍ତି। ଏକାଗ୍ରତାର ଅଭାବ, ଏଠି କନସେନ୍ଟ୍ରେସନ ମେଡିଟେସନ ସେଇ ଲୋକମାନେ ଯେତେବେଳେ ମେଡିଟେସନ କରିବା ଅଭ୍ୟାସ କରିଛନ୍ତି ତାହେଲେ ସେମାନଙ୍କ ଭିତରେ ମଧ୍ୟ ପରିବର୍ତ୍ତନ ଆସିଛି। ସିଏ ହଉଛି ସମସ୍ତଠୁ ବଡ କଥା। ଆମେ ଜାଣୁଛୁ ଯେ RCM ର ନଲେଜ ଆମ ପାଖରେ ବହୁତ ଅଛି। ଆମେ ଜାଣିଛୁ ଯେ ଆମେ କଣ କରିଲେ ଆମର RCM ରେ ଆମେ ବହୁତ ବଡ ଆଚିଭମେଣ୍ଟ କରିବା, କିନ୍ତୁ ଆମେ କରିପାରୁନୁ, ମନ ସ୍ଥିର କରିପାରୁନୁ। ମାନେ ଆଧ୍ୟାତ୍ମିକ ଶକ୍ତି ଡେଭଲପମେଣ୍ଟ ହେଲେ ହିଁ ଏ RCM ବିଜନେସ ଭଲ ହବ। ଏ କଥା TCG ଜାଣିଛନ୍ତି, କାରଣ TCG ଆଧ୍ୟାତ୍ମିକ ଚିନ୍ତାଧାରାର ବ୍ୟକ୍ତି ସିଏ। ତେଣୁ ସିଏ ଜାଣିଛନ୍ତି ଯେ ମଣିଷର ଯଦି ଆଧ୍ୟାତ୍ମିକ ଶକ୍ତି ଡେଭଲପମେଣ୍ଟ ହୁଏ ତାହେଲେ ସିଏ RCM ବିଜନେସ ରେ ବହୁତ ସଫଳତା ପାଇବେ। ସେଇଥିପାଇଁ ସିଏ ତାଙ୍କର ସ୍ପିଚ ରେ, ତାଙ୍କର ବହି ଲେଖାରେ ସବୁ ଏଇ ବିଷୟରେ ଅନେକ ଆଲୋଚନା କରିଛନ୍ତି। ତା ଛଡା ଏବେ ଗୁରୁକୁଳରେ ପ୍ରତି ବୁଧବାରରେ ଏଇ ମାନେ ମେଡିଟେସନ ଉପରେ ଏସବୁ ଆଲୋଚନା ଚାଲିଛି। ତେଣୁ ମନକୁ ଏକାଗ୍ରତା ଯଦି ଆମେ କରିବା, ମେଡିଟେସନ ଯଦି ଅଭ୍ୟାସ କରିବା, ତେବେ ଆମେ କଣ ଜାଣିପାରିବା ଆଉ ଆମକୁ ସେ ଇଚ୍ଛା ଶକ୍ତି ଡେଭଲପମେଣ୍ଟ ହବ। ଆମକୁ ଆମର ଯୋଉ କର୍ତ୍ତବ୍ୟ ଆମର ସେ ଆମେ ଯୋଉଟା ଜାଣିଛେ ଭଲ ବୋଲି, ଆମର ଯୋଉଟା ଆମର ଉପକାର ହବ, ଯୋଉଟା ଆମେ ଅନ୍ୟର ଉପକାର କରିପାରିବା, ଆମେ ଜାଣିଛେ ତ ଆମେ ସେଟା କରିପାରିବା। ଦେଖନ୍ତୁ ମେଡିଟେସନ ଅଭ୍ୟାସ କରିଲେ ଏଇ ଯୋଉ ଆମେ ଲୋକଙ୍କୁ ସହିତ ମିଶୁଛେ, ଲୋକଙ୍କୁ ମୋଟିଭେସନ କରୁଛେ, ଲୋକଙ୍କୁ ଡାକୁଛେ, ଲୋକଙ୍କୁ କହୁଛେ ଯେ ଆସ ଯେ ଗୁରୁକୁଳରେ ବସ କି ସେମିନାର କର କି RCM କର, ଏଗୁଡା ଯୋଉ ଆମେ କହୁଛେ ଆମ କଥାର ଗୋଟେ ଓଜନ ଆସିବ। ଆମ କଥାରେ, ଆମର ମାନେ ବ୍ୟବହାରରେ ଏମିତି ଭାବରେ ଆମର ଗୋଟେ ଶକ୍ତି ଆସିଯିବ ଯାହାଦ୍ୱାରା କି ଆମର କହିବା ଦ୍ଵାରା ଲୋକମାନଙ୍କ ଉପରେ ପ୍ରଭାବ ପଡିବ। ଇଏ ବହୁତ ମାନେ ଅତି ସୂକ୍ଷ୍ମ ତତ୍ତ୍ୱ। ତେଣୁ ପ୍ରତ୍ୟେକ ପ୍ରତିଦିନ କିଛି କିଛି ସମୟ, ପ୍ରତ୍ୟେକ ମାନେ ଗୁରୁକୁଳ ଆରମ୍ଭ ହେବା ପୂର୍ବରୁ TCG କହନ୍ତି 6:30ରୁ ଗୁରୁକୁଳ ଆରମ୍ଭ ହଉଛି। ତେଣୁ 5:30ରୁ ସିଏ ଉଠନ୍ତି, 4:30ରୁ 5ଟାରୁ ସିଏ ଉଠନ୍ତି। ଆଉ ସମସ୍ତଙ୍କୁ, ଯୋଉମାନେ ସମସ୍ତେ ପ୍ରାୟ ଡେଡିକେଟେଡ ହେଇକରି ଗୁରୁକୁଳରେ ଆଟେଣ୍ଡ କରୁଛନ୍ତି ଆଉ ଡେଡିକେଟେଡ ହେଇକରି ସବୁ କରୁଛନ୍ତି, ସେମାନେ ଶୀଘ୍ର ଉଠୁଛି। ଗୁରୁକୁଳ ପୂର୍ବରୁ ସେମାନେ ସବୁ ମେଡିଟେସନ କରନ୍ତି। TCG ନିଜେ ମେଡିଟେସନ କରନ୍ତି। ଆପଣ ଦେଖୁଥିବେ 6:30 ପୂର୍ବରୁ ଯଦି ଖୋଲିଦେବେ TCG ଧ୍ୟାନରେ ବସିଥିବେ। ସେ ଧ୍ୟାନରେ ସେଇ ସମୟରେ ବସିବା ପରେ ତାପରେ ଗୁରୁକୁଳ ଆରମ୍ଭ ହବ। ତାପରେ ଦିନ ସାରା ଏମିତି ଆପଣଙ୍କୁ ଭଲ ଲାଗିବ, ଏନର୍ଜେଟିକ ଲାଗିବ, ମାନେ ତାର ଉପକାର ବହୁତ ମିଳେ। ସିଏ ଗୋଟେ ବଡ କଥା। ଶାରୀରିକ ଲାଭ କଣ ହବ? ବ୍ଲଡ ପ୍ରେସର କମିବ, BP କଣ୍ଟ୍ରୋଲ ହବ ଏଥିରେ। ତାପରେ କଣ ହବ? ନିଦ ଭଲ ହବ। ଅତି ମାନେ ଅତି ଜରୁରୀ କଥା, କିନ୍ତୁ ଦେଖନ୍ତୁ ମେଡିଟେସନ ଦ୍ଵାରା ସେଗୁଡା କେତେ ଭଲ ନିଦ ହବ ଆଉ BP କଣ୍ଟ୍ରୋଲ ହବ। ତାପରେ ଇମ୍ୟୁନିଟି ପାୱାର ବଢିବ, ଇମ୍ୟୁନିଟି ପାୱାର ବଢିବ। ଇଏ ଇମ୍ୟୁନିଟି ପାୱାର ବଢିବାର ବହୁତ ଏକ୍ସାମ୍ପଲ ମୁଁ ଦେଖିଛି କରୋନା ସମୟରେ। ମୋର ନିଜର ଭାଇ, ଯାହାଙ୍କୁ ଏଇନେ 82-83 ବର୍ଷ ହେଲାଣି, ସିଏ ଯେତେବେଳକୁ 79-80 ଥିଲେ ଯେତେବେଳେ କରୋନା ଆସିଥିଲା, ସିଏ ସବୁଦିନ ମେଡିଟେସନ କରନ୍ତି ଆଉ ଅନୁଲୋମ ବିଲୋମ କରନ୍ତି ପ୍ରତିଦିନ। ଆଜିକି 20 ବର୍ଷ ହେଲାଣି ସେ ରିଟାୟାର୍ଡ ହେବା ପରଠୁ। ତ ତାଙ୍କର ତାଙ୍କ ଭାଉଜଙ୍କୁ କରୋନା ଆଫେକ୍ଟେଡ ହେଲେ, ତାଙ୍କ ପୁଅକୁ ଆଫେକ୍ଟେଡ ହେଲେ। ସେ ପାଖରେ ଥିଲେ, ତାଙ୍କର ସେବା ଭାଇ କରୁଥିଲେ, କିନ୍ତୁ ତାଙ୍କୁ ଆଫେକ୍ଟେଡ ହେଇନାହାନ୍ତି। ଇଏ କେବଳ ତାଙ୍କର ମେଡିଟେସନ ପାୱାର ଆଉ ତାଙ୍କର ମାନେ ପ୍ରାଣାୟାମର ପାୱାର ଯୋଗୁ ଇଏ ଗୋଟେ ପ୍ରମାଣ ଗୋଟେ। ଆଉ ତାପରେ ଗୋଟେ ଏନର୍ଜି ମିଳିବ। ସକାଳେ ମେଡିଟେସନ କରିଲେ ଗୋଟେ ଏନର୍ଜି ମିଳିବ। ଏଇ ସବୁ ଅନେକ କିଛି କଥା। ଏକାଗ୍ରତା ହିଁ ଅସଲ ଶିକ୍ଷା। ସ୍ୱାମୀ ବିବେକାନନ୍ଦ जी କହନ୍ତି ଏକାଗ୍ରତା ଶିକ୍ଷା ମାନେ, ସ୍ୱାମୀଜୀଙ୍କର କହିବା କଥା କନସେନ୍ଟ୍ରେସନ ହବା, ଏକାଗ୍ରତା କରିବା। ଏକାଗ୍ରତା ମଣିଷର ଆସିବାଟା ହିଁ ପ୍ରକୃତ ଏଜୁକେସନ। ଆମେ ଏଜୁକେସନ ଏଇ ଅନ୍ୟାନ୍ୟ ସବୁ ଶିକ୍ଷା ମନକୁ ମନ ଆସିଯିବ। ମନକୁ ମନ ଅତି କମ ସମୟ ଭିତରେ ଆମେ ଗ୍ରହଣ କରିନେବା। ଯଦି ମନ ଏକାଗ୍ରତା ରହିବ, ମେଡିଟେସନ ଆମେ କରିବା, ତାହେଲେ ଆମେ ଯେକୌଣସି ଶିକ୍ଷା RCM ର ଏଜୁକେସନକୁ ଆମେ ଅଳ୍ପ ସମୟ ମଧ୍ୟରେ ତାକୁ ଗ୍ରହଣ କରିପାରିବା, ଜାଣିପାରିବା ଆଉ ତାକୁ ବୁଝିପାରିବା, ଆଉ ସେଇ ଅନୁସାରେ କାମ କରିବା ପାଇଁ ଗୋଟେ ମନୋଭାବ ସେମିତି ସୃଷ୍ଟି ହବ। ତେଣୁ ଏକାଗ୍ରତାର ଯାହା ଆମେ
ପିଲାବେଳୁ ଏସବୁ ଆମର ସ୍କୁଲରେ ହଉଥିଲା, ସେ ବିଷୟରେ ଟିକେ ଅନୁଭବ ଅଛି। କଲେଜରେ ହଉଥିଲା, ତାପରେ ଧୀରେ ଧୀରେ କାର୍ଯ୍ୟକ୍ଷେତ୍ର ହେଇକିରି କିଛି ଡିଷ୍ଟର୍ବାନ୍ସ ହେଇଯାଇଛି, କିନ୍ତୁ RCM ରେ ଏସବୁ ଯେତେବେଳେ ଆରମ୍ଭ ହଉଛି ସେ ପୁରୁଣା କଥା ସବୁ ମନେ ପଡୁଛି। ଆଉ ତେଣୁ ତାକୁ ପୁଣି ମୁଁ ପୁଣି ସେଇଭଳି ଆରମ୍ଭ କରୁଛି, ଭଲ ଲାଗୁଛି। ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ବର୍ତ୍ତମାନ ଆରମ୍ଭ ହେଇଯିବ ଆମର ପ୍ରୋଗ୍ରାମ, 8ଟା ଉପରେ ହେଇଗଲାଣି ବୋଧେ। ହଁ, ଆଜ୍ଞା, ଥ୍ୟାଙ୍କ ୟୁ। ବହୁତ ବହୁତ ଧନ୍ୟବାଦ ସାର୍। ସମସ୍ତଙ୍କୁ ବି ବହୁତ ବହୁତ ଧନ୍ୟବାଦ ଯେ ସକାଳୁ ସକାଳୁ ଗୋଟେ ମାଇଣ୍ଡ ଫ୍ରେଶ ଆମେ କରିଦେଇ ପାରୁଛେ, ଆଉ ତା ସହିତ ନିଜର ଭାବର ଆଦାନ ପ୍ରଦାନ ବି କରିଦେଇ ପାରୁଛେ। ଆ, ସେଥିଲାଗି ପ୍ରତ୍ୟେକ ଦିନ ଆମର ସାଥୀମାନଙ୍କୁ କିଏ RCM ରେ ଜଏନ୍ କରନ୍ତୁ ବା ନ କରନ୍ତୁ, କିଛି ବି ଜାୟଜ ନାହିଁ। ଗୁରୁକୁଲ ସମସ୍ତଙ୍କ ପାଇଁ ଓପନ ଅଛି। ତ ମୋ ଆପଣ ଟିମ୍ ସରପଞ୍ଚ ମୋ ଆଜ୍ଞା, ଟିମର ଆଜି ମେଚୁରିଟି ଅଧିକା, ତେଣୁ ମୁଁ ବହୁତ ଖୁସି। ଜୟ ଆସିବ। ଓକେ ଓକେ, ଆପଣ ପ୍ରୟାସ କରନ୍ତୁ ସେମିତି। ସମସ୍ତେ ଆସନ୍ତୁ, ସମସ୍ତେ ଯେମିତିକି କୁହାହେଲା କି ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ ମା କଶ୍ଚିତ୍ ଦୁଃଖ ଭାଗ ଭବେତ୍। ତ ଆମେ ଇଏ ସଂସାରକୁ ଗୋଟେ ସୁନାର ସଂସାର, ମାନେ ବହୁତ ବଡ ଆନନ୍ଦମୟ ସଂସାର ଆମେ କରିଦବା, ଯୋଉଠି କି ରୋଗମୁକ୍ତ ହେଇକି ସମସ୍ତେ ଥିବେ, ଭଲରେ ଖୁସିରେ ସମସ୍ତେ ଥିବେ। ଓକେ, ଆଜି ତ ସମୟ ହେଇଯାଇଛି। ପୁଣି ଆମେ କାଲି ସକାଳୁ ଗୁରୁକୁଲ କୁ ଦେଖିବା, ଆଉ ଗୁରୁକୁଳ ଶାଖାରେ ଆମେ ନିଜକୁ ଯୋଡି ହବା, ତାକି ଆମ ବିଚାରର ଆମେ ବହୁତ ବଡ ପରିବର୍ତ୍ତନ କରିପାରିବା, ବହୁତ ବଡ ବିସ୍ତାର କରିପାରିବା। ଓକେ, ନମସ୍କାର। ଜୟ ଜୟ RCM। ଜୟ ଆସି। ନମସ୍କାର ନମସ୍କାର। ନମସ୍କାର, ଜୟ RCM।